ବାଲିଯାତ୍ରାରେ ଅନୁଭବକୁ ମନେ ପକାଇ କାନ୍ଦିଲେ ବର୍ଷା। ଦର୍ଶକ ବନ୍ଧୁ, ବର୍ତ୍ତମାନ ଚାଲିଛି ଏବେ କଟକରେ ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା। ବାଲିଯାତ୍ରା ମହଲ କୋଡ଼େ ଏବଂ କୋଡ଼େ ଦେଖା ହୋଇଛି ହଠାତ୍ ଅଭିନେତା ଅନୁପ ମହାନ୍ତି ଅଭିନେତ୍ରୀ ବର୍ଷାଙ୍କର, ତାହା ପୁଣି ବାଲିଯାତ୍ରା ପଡ଼ିଆରେ। ତେବେ ଅନେକ ଦିନ ପରେ ପୂର୍ବ ସ୍ୱାମୀ ଅଭିନେତା ଅନୁପ ମହାନ୍ତିକୁ ଦେଖିବା ପରେ ଟିକେ ଏବେ ଆଖି ଯାଇଛି ଅଭିନେତ୍ରୀ ବର୍ଷାଙ୍କ ଆଖିରେ ଲୁହ, ଆଉ ତାଙ୍କୁ ସେ କାନ୍ଦି ଉଠିଥିବାର ସୂଚନା ଅଛି। ଆପଣମାନେ ଜାଣିଥିବେ ପ୍ରତ୍ୟେକ ବର୍ଷ ଯେତେବେଳେ ବର୍ଷା ଏକାଠି ରହୁଥିଲେ, ସେମାନେ ସବୁ ବର୍ଷ ମିଶିକରି ଯାଉଥିଲେ କଟକ ବାଲିଯାତ୍ରା ଦେଖୁଥିଲେ, ମଜାମସ୍ତି କରୁଥିଲେ, ଆଉ ସାଙ୍ଗ ହୋଇ ଘରକୁ ଫେରୁଥିଲେ। ତେବେ ଆଜି ଆଉ ସେଦିନ ନାହିଁ। ବର୍ତ୍ତମାନରେ ଅଭିନେତା ଅନୁପ ମହାନ୍ତି ତାଙ୍କ ନୂଆ ପତ୍ନୀ ଜାଗୃତି ଶୁକ୍ଲାଙ୍କୁ ନେଇ ବାଲିଯାତ୍ରା ବୁଲିଥିବାର ସୂଚନା ଅଛି। ଏତିକି ସମୟରେ ଗୋଟେ ହଠାତ୍ ବାଲିଯାତ୍ରା ପଡ଼ାରେ ଅଭିନେତା ଅନୁପ ମହାନ୍ତି ଆଉ ନୂଆ ପତ୍ନୀ ଜାଗୃତି ଶୁକ୍ଲାଙ୍କୁ ଅଭିନେତ୍ରୀ ବର୍ଷା ଦେଖିବା ପରେ ଏବେ ତ ସହି ପାରିନଥିବାର ସୂଚନା ଅଛି। ଆଉ ତାଙ୍କ ଆଖିରେ ଅଭିନେତା ଅନୁପ ମହାନ୍ତି ପାଇଁ କୋଡ଼େ ଆସିଯାଇଛି ଲୁହ। ସେ ପୁରୁଣା ଦିନକୁ ମନେ ପକାଇ, ପୁରୁଣା ସ୍ମୃତିକୁ ମନେ ପକାଇ ଏବେ କୋଡ଼େ କାନ୍ଦି ଉଠିଛନ୍ତି ଅଭିନେତ୍ରୀ ବର୍ଷା।